ଗୋଟିଏ ଜଙ୍ଗଲରେ ଗୋଟିଏ ମାଙ୍କଡ଼ ଆଉ ଗୋଟିଏ ଠେକୁଆ ରହୁଥିଲେ। ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ। ଦିନେ ସେମାନେ ଖେଳୁ ଖେଳୁ ମାଙ୍କଡ଼ କହିଲା, ବନ୍ଧୁ, ଆଜି ଆମେ ଗୋଟିଏ ନୂଆ ଖେଳ ଖେଳିବା। ଠେକୁଆ କହିଲା, ହଉ ତାହେଲେ କୁହ, କି ଖେଳ ଖେଳିବା? ମାଙ୍କଡ଼ କହିଲା, ଲୁଚକାଳି। ତୁମେ ଲୁଚିବ, ମୁଁ ତୁମକୁ ଖୋଜିବି, ଆଉ ମୁଁ ଲୁଚିବି, ତୁମେ ମୋତେ ଖୋଜିବ। ଠେକୁଆ କହିଲା, ହଉ ଠିକ୍ ଅଛି, ଭଲ ମଜା ହେବ। ଏମିତି କଥା ହେଉ ହେଉ ସେମାନେ ଦେଖିଲେ ଜଙ୍ଗଲର ସବୁ ପଶୁପକ୍ଷୀମାନେ ଏଣେ ତେଣେ ଦୌଡ଼ୁଛନ୍ତି। ମାଙ୍କଡ଼ ବିଲୁଆ ପାଖକୁ ଯାଇ ପଚାରିଲା, ଭାଇ, କ'ଣ ହୋଇଛି? ଏମିତି ତୁମେମାନେ ଦୌଡ଼ୁଛ କାହିଁକି? ବିଲୁଆ କହିଲା, ଆରେ ତମେମାନେ କ'ଣ ଜାଣିନାହଁ? ଏ ଜଙ୍ଗଲକୁ ଶିକାରୀ ଆସିଛି। ତା ହାତରେ ବହୁତ ବଡ଼ ବନ୍ଧୁକ ଅଛି। ତୁମେମାନେ ବି ଏଠାରୁ ଶୀଘ୍ର ପଳାଅ। ବିଲୁଆର କଥା ଶୁଣି ମାଙ୍କଡ଼ ଆଉ ଠେକୁଆ ବି ଡରରେ ଦୌଡ଼ିବାକୁ ଲାଗିଲେ। ଦୌଡ଼ୁ ଦୌଡ଼ୁ ସେମାନେ ଗୋଟିଏ ଦୂର ଜଙ୍ଗଲରେ ପହଞ୍ଚିଗଲେ। ମାଙ୍କଡ଼ କହିଲା, ବନ୍ଧୁ, ଆମେ ସକାଳଠାରୁ ଏପର୍ଯ୍ୟନ୍ତ ଦୌଡ଼ୁଛୁ, ଟିକେ ବିଶ୍ରାମ ନେବା। ଠେକୁଆ କହିଲା, ହଁ ବନ୍ଧୁ, ମୁଁ ବି ଥକିଗଲିଣି। ମୋତେ ବି ଜୋରରେ ଶୋଷ ଲାଗିଲାଣି। ଚାଲ, କେଉଁଠାରୁ ଟିକେ ପାଣି ପିଇ ବିଶ୍ରାମ ନେବା। ମାଙ୍କଡ଼କୁ ମଧ୍ୟ ଜୋରରେ ଶୋଷ ଲାଗୁଥିଲା। ସେ ଦୁହେଁ ମିଶି ପାଣି ଖୋଜିବାକୁ ଲାଗିଲେ। କିଛି ବାଟ ଗଲା ପରେ ତାଙ୍କୁ ଗୋଟିଏ ଛୋଟ ପାତ୍ରରେ ଅଳ୍ପ କିଛି ପାଣି ଥିବା ଦେଖାଗଲା। ଦୁହେଁ ପାଣି ପାଖକୁ ଗଲେ। ଠେକୁଆ କହିଲା, ବନ୍ଧୁ, ତୁମେ ପାଣି ପିଇଦିଅ, ମୋତେ ଶୋଷ ଲାଗୁନାହିଁ। ମାଙ୍କଡ଼ କହିଲା, ନା ବନ୍ଧୁ, ତୁମେ ଆଗ ପାଣି ପିଅ, ମୋତେ ଶୋଷ ଲାଗୁନାହିଁ। ଏହି ସମୟରେ ସେହି ବାଟ ଦେଇ ଗୋଟିଏ ହାତୀ ଯାଉଥିଲା। ସେ ଦୁଇ ଜଣଙ୍କୁ ଦେଖି କହିଲା, ଆରେ ତୁମେମାନେ ପାଣି କାହିଁକି ପିଉନାହଁ? ଠେକୁଆ କହିଲା, ହାତୀ ଭାଇ, ମୋର ବନ୍ଧୁ ସୁଶୀଲା ଅଛି, କିନ୍ତୁ ସେ ପାଣି ପିଉନାହିଁ। ମାଙ୍କଡ଼ କହିଲା, ନା ହାତୀ ଭାଇ, ସେ ମିଛ କହୁଛି। ସେ ସୁଶୀଲା ଅଛି, ହେଲେ ସେ ପାଣି ପିଉନାହିଁ। ଦୁଇ ଜଣ ଜିଦି କରିବାକୁ ଲାଗିଲେ। ଏହା ଦେଖି ହାତୀ କହିଲା, ତୁମେ ଦୁଇ ବନ୍ଧୁଙ୍କ ମିତ୍ରତା ବହୁତ ଗଭୀର। ତୁମ ଭଳି ବନ୍ଧୁ ଦୁନିଆରେ ନଥିବେ। ଏହା କହି ହାତୀ ସେହି ପାଣିକୁ ଦୁଇ ଜଣଙ୍କ ମଧ୍ୟରେ ଅଧା ଅଧା ବାଣ୍ଟିଦେଲା ଆଉ ପିଇବା ପାଇଁ କହିଲା। ତାପରେ ହାତୀଟି ଚାଲିଗଲା। ଠେକୁଆ ଆଉ ମାଙ୍କଡ଼ ଦୁହେଁ ମିଶି ପାଣି ପିଇଲେ, ନିଜର ଶୋଷ ମେଣ୍ଟାଇଲେ। ତାପରେ ଦୁଇ ଜଣ ବିଶ୍ରାମ ନେଲେ। ତେଣୁ କଥାରେ ଅଛି ପରା, ଯେଉଁ ବନ୍ଧୁ ଆମ ସୁଖ ଦୁଃଖରେ ସବୁବେଳେ ସାଥିରେ ଥାଆନ୍ତି, ସେ ହିଁ ଆମର ପ୍ରକୃତ ବନ୍ଧୁ। ସେହି ବନ୍ଧୁ ନିଃସ୍ୱାର୍ଥପର ଭାବେ ଆମ ସହିତ ସବୁବେଳେ ସବୁ ସମୟରେ ଥାଆନ୍ତି। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।